ଜାଗାରେ ଛାଡ଼ିଦେଲେ ଭଲ ହବନି। ଏହାକୁ କୋଉ ନହିରେ ନେଇ ଭେଙ୍ଗି ଦେବାକୁ ପଡ଼ିବ, ନହେଲେ ବହୁତ ଅସୁବିଧା ହେଇଯିବ ଭାଇ। ଅସୁବିଧା ହେଇଯିବ ଭାଇ। আজি ମୋ ମନୋଜ ଘରକୁ ଆସିଲାଣି। ଏତେ ଦିନ ପରେ ଆସିଲାଣି ତ ମୋତେ ଭାରି ଖୁସି ଲାଗୁଛି। ହଁ, କାହିଁକି କିଏ ଜାଣେ ମୋ ସାଥି ଭିତରେ କ'ଣ କ'ଣ ହେଇଯାଉଛି। ଆଜି ମୁଁ ମୋ ମନୋଜକୁ ଏହି ଜାଗାରେ ଜଗି ରହିବି। ହଉ, ମନୋଜ ଆସିଲେ ତା ସହିତ ମିଶିକି ଚାଲିଯିବି। ହଁ, ଆଉ ଟିକେ ସମୟ ଅପେକ୍ଷା କରି ରହିବି। श्रिया, ए श्रिया, अरे तुम कथा कौन कहीं? अरे कौन है श्रिया? ए श्रिया, ओ मु जानीगली मो उपरे रागी जाइछ ना। ए श्रिया, एमती राग अभिमान कले कौन चलिब? तुमरी भरोसा मु आज भल कामटे पाई जाइछि, आ तमे मो उपरे रागी जाइछ। हे मनोज, मु काईकी रागिबी? मु भाबितिली मो मनर हिरो केतेबेले आसीबो बोली। तुम भावनारे मु खोजी जाइतिली मनोज। हाँ, तुम आसवा बाटकू चाही बसुतिली। ए श्रिया, सतरे मु भी तुम परी हो जाइछि। सतरे खाइले शोइले बसले उठले खाली तुम चेहरा मो आखि आगे नाची उठुछि। केतेबेले तुमको देखिबी से कथा ही भाबुतिली। जा हाउ पाने तुम सहित भेट हो गला। ए श्रिया, सतरे पुल को बहर सेमिति खोजिए नई को नाउरिया ठीक सेमिति डालदाए सेहीपरी तुम पाखर मु भंदा पड़ी जाइछि। हे मनोज, मु भी ना तुम परी हो जाइछि मनोज। कौन कहबी मो पार्टी भाषा कही पारेनी मनोज। हे मनोज, तुम कौ चरित्र को देखी मु भल पाऊनी मनोज। तुम कथा तुम मन मो हृदय एमती भाद्य कला जे जड़ी मु रही पारुनी। मो मन काली तुमको ही कहते। ए श्रिया, सतरे तुम से नील आखि तुम से मिठा मिठा कथा मत पागल कर देछि। हाँ, मत पागल कर देछि। तुम पागल हो जाइछि मनोज। हाँ, पागल हो जाइछि। ए श्रिया, ए देखा ए निरला जगह सुनु सुनिया पवन भार सरला आमर ए मिठा मिठा कथा शुणी कहली रोटारू जो रुचिब। ए श्रिया, आस, अरे आस ना। ए मनोज, तुम ना भारी दुष्ट हो जाउछ। हाँ, सहर को जाई बहुत बड़ दुष्ट में आसीगल। किंतु मनोज, लोक मैंने देखिले हमको कौन कहे? कहल अरे कौन कहे? अरे कौन कहे? हम प्रेम भल पाइबा कौन अलग करदे ना श्रिया? नहीं, से भगवान आसले भी हम प्रेम भल पाइबा केबे अलग कर दे पारबिनी। आस, अरे आस ना। मो मन तू झरे नेलु 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 प्रथम देखारे जादू कलु
মতে ভারি লাগি যায় রঙ্গ মতে ভারি লাগি যায় রঙ্গ মতে পাখক পাখক ডাকুছি মতে পাখক পাখক টানুছি তোতে মন দেই ভাল পাউছি এই গল্প মোর সাধু পুরাণী মোরে গলি পড়ি মু দিবানি এই গলি মোরে গলি পড়ি মু দিবানি এই গলি গলা লাখিরে নিদ নাই মো আখিরে ভাবে ସବୁ ବେଳେ ରାତିରେ নিদ নাই মো আখিরে ভাবে ସବୁ ବେଳେ ରାତିରେ মন মর নেলু টাଣି রে I love you my darling 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 ମୋ କୁଆରୀ ମନ ତତେ ଦ୍ୱିତୀୟ ତ ଧରି ଡାକେ ତତେ ମୋ କୁଆରୀ ମନ ତତେ ଦ୍ୱିତୀୟ ତ ଧରି ଡାକେ ତତେ ତତେ ଦେଲା ଟାଣି ରେ ମୋ ମନ ତୁ ଚରେଇ ନେଲୁ ପ୍ରଥମ ଦେଖାରେ ଯାଦୁ କଲୁ ନିଦ ମୋର ହଜେଇ ପ୍ରଥମ ଛୁଆରେ ବାନ୍ଧି ଦେ ପ୍ରଥମ ଛୁଆରେ ବାନ୍ଧି ଦେ ଶ୍ରିୟା ତୋ ସିନା ମୁଁ ଦେଖିଦେଲି
ମୋ ମାଆକୁ ଏପର୍ଯ୍ୟନ୍ତ ଦେଖିନି। ଆରେ ମୋ ମା କେମିତି ଅଛି? ଆରେ କେମିତି? ହେ ମନ ମା କଥା କହୁଛ? ହେ ମନ ମା ତ ପୁରା ଠିକ୍ ହେଇଯାଇଛି। ସତ କହୁଛ? ହଁ ମନୋଜ ମୁଁ ସତ କହୁଛି। ହେଲେ ମନୋଜ ମୁଁ ମେଡ଼ିକାଲକୁ ନେଇଥିଲି ଆଉ ପଇସା ପତ୍ର ଖର୍ଚ୍ଚ କରି ଅପରେସନ୍ ବି ହେଇଯାଇଛି। ମନୋଜ ଏବେ ମାର ଦେହ ପୁରା ଠିକ୍ ଅଛି। ଏ ଶ୍ରେୟା, ସତରେ ମୋ ମା ପାଇଁ ଏତେ ଟଙ୍କା ଖର୍ଚ୍ଚ କରିପାରିଲ? ଏ ଶ୍ରେୟା, ମୁଁ ତୁମକୁ କେମିତି ଧନ୍ୟବାଦ ଦେବି ମୁଁ ନିଜେ ବି ଜାଣିପାରୁନି। ମୋ ମା ପାଇଁ ଏତେ ଗୁଡ଼େ ଟଙ୍କା ଖର୍ଚ୍ଚ କରିପାରିଲା? ତାମାନେ ମୁଁ କ'ଣ ଖର୍ଚ୍ଚ କରିପାରିବିନି ମନୋଜ? ପାରିବା। ହେ ମନୋଜ ମା ପରା ଆମ ପାଇଁ ଠାକୁରାଣୀ, ତୁ ପରା ମୋ ପାଇଁ ଦେବତା। ତୁମ ପାଇଁ ମୋ ଜୀବନ ଚାଲିଗଲେ ବି ମୋର ଟିକେ ବି ଦୁଃଖ ନଥିବ। କାହିଁକି ଜାଣିଛୁ ମନୋଜ? ଆରେ କାହିଁକି ନା ମୋ ବାପା ମାଠୁ ବି ତୁମକୁ ମୁଁ ବେଶୀ ଭଲ ପାଏ ମନୋଜ। ତୁମକୁ ଛାଡ଼ି ଗୋଟିଏ ସେକେଣ୍ଡ ବି ରହିପାରିବିନି। ଏ ଶ୍ରେୟା, ସତରେ ତମ ପାଟିରେ କଥା ଶୁଣି ସାରିଲା ପରେ ମୋତେ ଭାରି ଆନନ୍ଦ ଲାଗୁଛି। ଏ ଶ୍ରେୟା, ଚାଲ ତମ ସହିତ ଦେଖିଲି ମୋ ମାକୁ ଦେଖିଲେ ମୋତେ ଭାରି ଆନନ୍ଦ ଲାଗିବ, ମୋତେ ଖୁସି ଲାଗିବ। ଚାଲ ମନୋଜ ଦେଖିବୁ ତ କାହିଁକି ଏତେ ବ୍ୟସ୍ତ ହେଇଯାଉଛି? ଚାଲ। আরে এই জিতু তু কুয়াড়ে গেলু? আর দেখিবু মু পুরা ভাল হয়ে যাইছি। আরে শীঘ্র আসে, তু কোন করুছু? ଏ ମାଉସୀ କାହିଁକି ଏତେ ବଡ଼ ପାର୍ଟିଟା କରୁଛ? ମୁଁ କୁଆଡ଼େ ଯାଇଥିଲି ତମେ ଜାଣିନ? না তো ମୁଁ ପରା ମନୋଜ ଭାଇକୁ ରିସିଭ୍ କରିବାକୁ ଯାଇଥିଲି। আরে কাই মা পুয়া? ଦେଖ আরে হে মনোজ মু পুরা ভাল হয়ে যাইছি। ଏବେ ଆମର କିଛି ବି ହବନି। ଆରେ ଏ ବାବା ମନୋଜ, ଆରେ ଆ ବାବା ତୋତେ ଟିକେ ମୋ ଆଖି ପୁରେଇ ଦେଖିନିଏ। ଆରେ ଆରେ ମୋ ସୁନା ପୁଅ ତ ଭଲ ଦେଖାଯାଉଛି। ମା, ଏ ମା, ସତରେ ମା ଆଜି ମୁଁ ବହୁତ ଖୁସି। ମୋ ମା ଭଲ ହେଇଯାଇଛି। ମୋ ଭାବିଥିଲି ଯେମିତି ସେମିତି ଅଛନ୍ତି ବୋଲି, ଆଜି ମୁଁ ଦେଖୁଛି ମୋ ମା ଭଲ ହେଇଯାଇଛି। ମନୋଜ ଏବେ ଆମର କିଛି ବି ହବନି। ମା, ତୁ ଜାଣିଛୁ ମା? କଣ ଏ ମା, ସହରରେ ଗୋଟେ ମୋତେ ଗୋଟେ ଭଲ କାମଟେ ମିଳିଯାଇଛି ମା। ସତ କହୁଛୁ? ଓ ମା, ଏ ମା, ତୋର ଆଉ କିଛି ଅସୁବିଧା ହବନି ମା। ଏ ଭଙ୍ଗା ଘର ଛାଡ଼ି ସହରରେ ଯାଇକି ରହିବା ମା, ସହରରେ ଯାଇକି ରହିବା। ଆମର ସବୁ ସ୍ୱପ୍ନ ସତ ହେଇଯିବ ମା, ସତ ହେଇଯିବ। ଏ ମନୋଜ ଭାଇ, ମନୋଜ ଭାଇ ଏତେ ଦିନ ପରେ ଘରକୁ ଆସିଲ ଆଉ କେତେ ଦିନ ପାଇଁ ରହିଛ? ଆଉ ତମେ ସହର ଯିବାକୁ ଚାଲି ଯାଉଛ କେମିତି ପାଇଁ? କେତେ ଦିନ ପାଇଁ ଘରେ ରହିଛ? ଏ ଜିତୁ, ଆରେ କିଏ କହିଲା? ଆରେ କିଏ କହିଲା ମୁଁ ଚାଲି ଯାଉଛି ବୋଲି? ନାଇଁ ଜିତୁ, ମୁଁ ଗୋଟେ ସପ୍ତାହଟେ ରହିକି ଯିବି। ସତରେ ମନୋଜ ଭାଇ? ହଁ ଯାଇଥିବ? ହଁ ଜିତୁ, ଏ ଜିତୁ, ଖାଇବା କଥା ପଚାରୁନ, ମୋତେ ଭାରି ଭୋକ ଲାଗୁଛି। ଘରେ ଗଲେ ବସିକି କଥା ହବା। ଆରେ ହଁ ତ ମୁଁ ପୁରା ଭୁଲି ଯାଇଥିଲି। ଆଜି ମୋ ପୁଅ ଆସିଛି ମାନେ ତା ମନ ପସନ୍ଦର ଖାଇବା ବନେଇଦେବି। ଆରେ ଜିତୁ, ଆରେ ମନୋଜ, ଆରେ ଭିତରକୁ ଚାଲ। ଆରେ ଚାଲ। ଆରେ ଚାଲ। ଟିକେ ଶୁଣିଲେ ମୋ ମତରେ ଭଲ ହୁଅନ୍ତା। ଆସନ୍ତୁ ବାବୁ, ଆସନ୍ତୁ। କେତେ ବଡ଼ ଲୋକ ବଙ୍ଗା କୁଡ଼ିଆରେ ଆପଣଙ୍କର ପାଦ ପଡ଼ିଲା ବାବୁ, ଆପଣଙ୍କର ପାଦ ପଡ଼ିଲା ବାବୁ। କାମ ଥିଲେ ମୁଁ ନିଜେ ହାସିଥାନ୍ତି ବାବୁ। ହଁ ମୁଁ ନିଜେ ହାସିଥାନ୍ତି। ମୋ କାମ ଅଛି ବୋଲି ଆସିଛି ତୁମ ପାଖରେ। এই কামটা মধ্যে ଭଲ ଲାଗୁନି। ତୋ ପୁଅକୁ ଭଲରେ ବୁଝେଇ ଦେ। ସେ ଗାଁ ଯୋଉକୁ ଭଲ ପାଉଛି ସଙ୍ଗ ସଙ୍ଗ ଖାଇ ସେ ଛରେ ତୋ
ମୋ ପୁଅକୁ କାମ କରିବାକୁ କିଏ ଟଙ୍କା ଖର୍ଚ୍ଚ କରିଥିଲା? ମୁଁ ଖର୍ଚ୍ଚ କରିଛି। ମୋ ଝିଅ କହିଲାରୁ ମୁଁ ଟଙ୍କା ଦେଇଛି। ଆଉ ଶୁଣ ମନୋଜ, କେବେ ଆଉ ମୋ ଝିଅ ଭିତରେ ପଡ଼ିବୁନି। ଯଦି ଦେଖିବି ଜୀବନରେ ମାରିଦେବେ। ନାହିଁ ବାବୁ ନାହିଁ, ଏତେ ବଡ଼ ଭୁଲ ହେବାକୁ କେବେ ବି ଦେବିନି। ମୁଁ କେବେ ବି ଦେବିନି। ଆପଣଙ୍କ ଦୟାରେ ମୁଁ ପୁରା ଭଲ ହେଇଯାଇଛି। ଆଉ ଆପଣଙ୍କ ଦୟାରେ ମୋ ପୁଅ ଭଲ କାମଟିଏ ପାଇଛି। ନାହିଁ ବାବୁ ନାହିଁ, ଏତେ ବଡ଼ ଭୁଲ ହେବାକୁ କେବେ ବି ଦେବିନି। देख मनोज, जो बोली करुछु से सब भूली जा। दिने जेमिथि मो काନରେ न शुणे केबे भी चेष्टा करिबुनी। जदि देखिबु मो हसल रूप तू जानिनु, तते बलरे कहूछि मो झियो पिता छाड़ी दे। ଠିକ ଅଛି, ଆପଣ ଅଛନ୍ତି ମୋ ପାଇଁ ଅନ୍ନଦାତା। ଆପଣ କଥାକୁ ମୁଁ ଅନୁମାନ୍ୟ କରିବି କାହିଁକି? ଠିକ ଅଛି, ଆରେ ଠିକ ଅଛି, ଆପଣ କଥା ଦଉଛି ଆପଣଙ୍କ ଝିଅ ସାଙ୍ଗରେ କେବେ କଥା ହେବେନି କି? ତା ମୁଁ ବି କେବେ ଛାଇବିନି। मान सम्मान माटीरे मिछेई दौच। केबे भी आकाशर सान्द धरबाकू चेष्टा करिबुनी। एई काम शेष निष्पत्ति आजुठी भलरे बुझेई दबो। अरे हे मनोज, तू मो कथा मानी से जो तू सबुदिन पाई तू होली जा। ଏ ମା, ଆରେ କେମିତି ଭୁଲିଯିବା? ଆରେ କେମିତି ମୋ ଛୋଟ ବେଳର ପ୍ରେମକୁ ଭୁଲିଯିବାକୁ ହେଲେ ଭାରି କଷ୍ଟ ଲାଗିବ ମା। ତାକୁ ମୋ ମନ ଜୀବନରେ ଭଲ ପାଉଛି। ଭୁଲିଯିବି କେମିତି ମା? ଭୁଲିଯିବି କେମିତି? ନାଇଁ ମା ନାଇଁ, ମୁଁ ଭୁଲି ପାରିବିନି। କାହିଁକି ତ ଭୁଲି ପାରିବୁନି? ଏ ବରଜୁଇ, କାହିଁକି ତ ଭୁଲି ପାରିବୁନି? ଏ ବରଜୁଇ, ତୁ ଜାଣିଛୁ ତୋ ପାଇଁ ମାଉସୀ ଭାଇ ସେ ବିକ୍ରମ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି। ଆଉ ଶେଷରେ ତାଙ୍କରି ଝିଅକୁ ତୁ ଭଲ ପାଉଛୁ। ଏ ବରଜୁଇ, ସବୁଠୁ ଭଲ ହବ ସେଇ ଶ୍ରୀ ଭାଉଜକୁ ତୁ ସବୁଥର ପାଇଁ ଭଲ ନେଇଯା। ନାଇଁ, ମୁଁ ଭୁଲି ପାରିବିନି। ଯୋଉଟାକି ମୋ ଦ୍ୱାରା ହବନି ତମେ ବାଧ୍ୟ କରୁଛ କାହିଁକି? ମୁଁ ଶ୍ରୀୟାବିର ପଛେଇ ପାରିବିନି। ତମ ଦୁଇଟା ସେତିକି ଇମ୍ପୋର୍ଟାଣ୍ଟ, ଶ୍ରୀୟାବି ସେତିକି। ତମେ ମୋ ଜୀବନ ହେଲେ ସେ ବି ଜୀବନର ହିର୍ଷା, ତାକୁ ମୁଁ ଛାଡ଼ି ପାରିବିନି। ନା, ମୋର କାମ ନ ହେଲେ ନାହିଁ, ମୋ ହନୁଙ୍କର କୋଟିକି ଖାଇବି, କିନ୍ତୁ ଶ୍ରୀୟାକୁ ଭୁଲି ପାରିବିନି। ଓ ମୁଁ ଭୁଲି ପାରିବିନି। କାହିଁକି ତୁ ଭୁଲି ପାରିବୁନି? ସେ ଶ୍ରେୟା ଭାଉଜ ତୋର ଅତି ନିଜର ହେଇଗଲା ଯେ ମାଉସୀ ପୁଣି ପର ହେଇଗଲା। ଏ ବରଜ ଭାଇ, ମୁଁ ତ ଶାଗ ହିସାବରେ ବୁଝନ୍ତି। ଆଉ ତ ଜଣେ ନେଉରା ହଉଛି ବରଜ ଭାଇ। ସେଇ ଶ୍ରେୟା ଭାଉଜକୁ ତୁ ଭୁଲେଇ ଯା ବରଜ ଭାଇ, ଭୁଲେଇ ଯା। ଆରେ ଭୁଲି ପାରିବିନି। ଆଜି ମୁଁ ବଞ୍ଚି ରହି ଏ ସବୁ ଶୁଣିବାକୁ ପଡୁଛି। ମୋର ଭଲ ହେଇଥାନ୍ତା ମୁଁ ମରିଗଲେ। ଏ ମାଉସୀ, ତମେ ମରିଯିବ ମୋର ସହିତ ଆମ କଥା ମାନୁନି। ତମେ ଏକା ମରିବନି ମାଉସୀ, ମରିବା ତମେ ଦି ଜଣ ମରିବା। ଚାଲ ଭିତରକୁ ଯାଇ ବିଷ ବି ଆତ୍ମହତ୍ୟା କର। ମୋ ପାଇଁ ତମେ ଦୁଇଟା ମରିବ କାହିଁକି? ଠିକ ଅଛି, ମୁଁ ମାନିଗଲି। ତମେ ମତେ ମୋ ଖୁସି ଯାଉନ। ଠିକ ଅଛି ମା। ଏ ମା, କେତେ କଷ୍ଟରେ ଭଲ ହେଇଛି ମା। ସେ ଉଷୁମ କଥା ତୁଣ୍ଡରେ ଧରୁଛୁ କାହିଁକି ମା? ଆରେ କାହିଁକି? ଏ ମା, ତମ ମୁଣ୍ଡରେ ହାତରେ କଥା ଦଉଛି ମା। କେବେ ହେଲେ ବି ସେ ଶ୍ରୀୟା ସହିତ କଥା ହେବେନି କି? ତା ମୋ ଚାହିଁବେନି। ଏ ମରିଜ ଭାଇ, ମୁଁ ବି ତୋ ଉପରେ ହେଇଯାଇଛି। ହଁ, ମୁଁ ବି ତୋ ଉପରେ ହେଇଯାଇଛି। କ'ଣ କରିବି? ମୋ ବାପା ମା ମତେ ପହନ କଲେନି ମତେ ଘରକୁ ଯିବା ପାଇଁ। ହେଲେ ମତେ ତମ ଦି ଜଣ ଛାଡ଼ି ଯିବାକୁ ମତେ ଜମା ଇଚ୍ଛା ଲାଗୁନି ମରିଜ ଭାଇ। ହଁ, ମତେ ଜମା ଇଚ୍ଛା ଲାଗୁନି। ଯେ ତୁ ଅନେକ ମତେ ଗୋଟେ ଭାରି ସହଜ। ଯେତେବେଳେ ନିଜ ଉପରେ କାକୁଟି ଆସେ ଭାରି କଷ୍ଟ ଲାଗେ। ଏ କିଛି ସମୟ ପୂର୍ବରୁ ମୋ ଦେଶଟା ମତେ ଦଉଥିଲୁ, ହେଲେ ନିଜ ଉପରକୁ ଆଙ୍ଗୁଠି ଗଲା ବେଳକୁ ତ ପାଦ ତଳର ମାଟିଟା ଖସି ଯାଉଛି କାହିଁ? ଚାଲିଯିବି ମରିଜ ଭାଇ, କେମିତି ମୁଁ ଚାଲିଯିବି?
ସେ ବିକ୍ରମ ଉପରେ ତମକୁ ଧମକ ଦେଇ ଚାଲି ଯାଇଛି। ମୁଁ ଯଦି ଚାଲିଯିବି ତମ ଦି ଜଣ ସେ ବିକ୍ରମକୁ ମାରିଦବ। ମାରିଦଉ ସିଏ ମାରିବ ବି କାହିଁକି? ମୁଁ ପୁରା ତାକୁ କଥା ଦେଇଛି ତାଙ୍କ ଶେଷରେ କେବେ ଦେଖା କରିବିନି କି କଥା ହେବିନି ବୋଲି। ସେମାନେ ମାରିଦବ କାହିଁକି? ଏ ଜିତୁ ତୁ ଭଲ ଭାବରେ ଜାଣିଛୁ ବାପା ମା ଅଛନ୍ତି ସାକ୍ଷାତ ଭଗବାନ। ତାଙ୍କ ଡାକୁଛନ୍ତି ହେଲେ ଯାହା ଜିତୁ ଯା କେତେ ଦିନ ପାଇଁ ବୁଲାବୁଲି କରିକି ଆସିବୁ। ଏମିତିରେ ବି ମୁଁ ଆସିଯାଇଛି, ମାର ଦେହ ବି ଭଲ ହେଇଯାଇଛି। ତୁ ଯା ଡାକୁଛନ୍ତି ହେଲେ ଯା ଜିତୁ ବୁଲାବୁଲି କରିକି ଆସିବୁ। ହଁ ଜିତୁ ତୁ ମନା କରନି, ତୁ ଘରକୁ ଫେରି ଯା, ବୁଲାବୁଲି କରି ପୁଣି ଥରେ ଫେରି ଆସିବୁ। ହେ ଜିତୁ ତୁ ମନା କରନି, ଜିତୁ ତୁ ମନା କରନି। ମାଉସୀ ତମେ ବି ମତେ ଯିବା ପାଇଁ କହୁଛ? ହଁ ଜିତୁ ମୁଁ ନିଶ୍ଚୟ ଯିବି ମାଉସୀ, ହଁ ମୁଁ ନିଶ୍ଚୟ ଯିବି। ମୋର ଭାଇ ଘରକୁ ଯିବି, ଆଉ କେଇଟା ଦିନ ଭିତରେ ଏ ଘରକୁ ପୁଣି ଫେରି ଆସିବି। ଠିକ ଅଛି ଚାଲ ମତେ ଛାଡ଼ି ଦେଇ ଆସିବି।